ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଏବେ ବି ବହୁତ ଜଣଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ଅନ୍ୟାୟ ଭାବରେ ବହିଷ୍କୃତ ଭଉଣୀମାନଙ୍କ କେସ୍କୁ ନେଇ। ବହୁତ ଜଣ ପ୍ରଶ୍ନ ବି କରୁଛନ୍ତି କି କ'ଣ ସତରେ କେସ୍ ଜିତିଗଲେ ତାଙ୍କୁ କ'ଣ ସତରେ ଚାକିରି ମିଳିବ? ଅର୍ଥାତ୍ ଆଶ୍ଚର୍ଯ୍ୟଚକିତ ହେଲା ଭଳି ପ୍ରଶ୍ନ ଆସୁଛି। ଆଉ ଯିଏ ଏମିତି ଅବାଞ୍ଛିତ ପ୍ରଶ୍ନ କରୁଛନ୍ତି ସେମାନେ ଭାବି ଦେଇଥିଲେ ଯେ ଏଇ ଯେଉଁ ଭଉଣୀମାନଙ୍କର ଚାକିରି ଯାଇଥିଲା ସେମାନେ ଆଉ କେବେ ବି ଚାକିରି ଫେରି ପାଇବେ ନାହିଁ ବୋଲି। ସେଥିପାଇଁ ମୁଁ ଆଜି ତାଙ୍କର କେସ୍ ଜିତିଥିବା ପତ୍ର ଏ ବ୍ଲଗ୍ ମାଧ୍ୟମରେ ଆପଣମାନଙ୍କ ସମ୍ମୁଖରେ ରଖୁଛି। ଅବିଶ୍ୱାସ ତ ପୂର୍ବରୁ ବି କରୁଥିଲେ ସଂଗଠନକୁ ନେଇ, ପୁଣି ଏବେ ବି ଯାହାର ବିଶ୍ୱାସ ନାହିଁ ସେମାନେ ଅତି କମ୍ରେ ଏ ଲେଟରକୁ ସ୍କ୍ରିନଶଟ୍ କରି ଭଲକି ପଢ଼ି ନେବେ। ତାପରେ ବି ଯଦି ସନ୍ଦେହ ରହିବ ତାହେଲେ ତା'ର କୌଣସି ପ୍ରତିକାର ନାହିଁ। ତେବେ ବନ୍ଧୁଗଣ, ବହୁତ ଜଣ ଏ ଖବର ପାଇ କିନ୍ତୁ ବହୁତ ଖୁସି ପ୍ରକାଶ କରୁଛନ୍ତି। ଆଉ ସେମାନେ ବହୁତ ଜଣ ଆମ ସଂଗଠନର ମଧ୍ୟ ନୁହନ୍ତି କିମ୍ବା ଅଙ୍ଗନବାଡ଼ି କର୍ମଚାରୀ ମଧ୍ୟ ନୁହନ୍ତି। ହେଲେ ଏ କେସ୍ ଜିତିବା କଥା ଶୁଣି ସେମାନେ ଅନେକ ଶୁଭକାମନା ଜଣାଇବା ସହ କେମିତି ଆମ ଭଉଣୀମାନେ ଶୀଘ୍ର କାର୍ଯ୍ୟରେ ଯୋଗଦାନ କରି ସୁଚାରୁ ରୂପେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିପାରିବେ ସେଥିନିମନ୍ତେ ତାଙ୍କର ଶୁଭାଶିଷ ମଧ୍ୟ ପ୍ରଦାନ କରୁଛନ୍ତି। ଏଣୁ ଧନ୍ୟବାଦ ସେମାନଙ୍କୁ ଯିଏକି ସଂଗଠନରେ ନ ରହି ଅଙ୍ଗନବାଡ଼ି କାର୍ଯ୍ୟ ନ କରି ମଧ୍ୟ ସପୋର୍ଟ କରୁଛନ୍ତି। ଆଉ ରାଜ୍ୟ ସଂଗଠନ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ସହିତ ମହିଳା ଶିଶୁ ବିକାଶ ବିଭାଗ ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମାଜ କଲ୍ୟାଣ ଅଧିକାରୀ ତଥା ଉକ୍ତ ଭଉଣୀମାନଙ୍କ ସଂଲଗ୍ନ ପ୍ରୋଜେକ୍ଟ CDPOମାନଙ୍କୁ ମଧ୍ୟ ଲେଟର ଦିଆ ସରିଗଲାଣି ଶୀଘ୍ର ନିଯୁକ୍ତି ପ୍ରଦାନ ନିମନ୍ତେ। ସମୟ ବଡ଼ ବଳବାନ। ଆମ ସୁନ୍ଦରଗଡ଼ ଜିଲ୍ଲାର 4 ଜଣ ଭଉଣୀ ଖୁବ୍ ଶୀଘ୍ର ନିଜ କର୍ମକ୍ଷେତ୍ରରେ ଯୋଗଦାନ କରିବେ। ଅପେକ୍ଷା ରହିଲା ସେହି ଶୁଭ ମୁହୂର୍ତ୍ତକୁ। ଧନ୍ୟବାଦ।